ପିଲାମାନେ, ଆଜି ଆମେ ତୁମ ସପ୍ତମ ଶ୍ରେଣୀ ଇତିହାସ ବହିର ନୂତନ ଶକ୍ତିର ଅଭ୍ୟୁଦାନ ପ୍ରସଙ୍ଗର ତୁର୍କୀ ଆକ୍ରମଣ ବିଷୟରେ ପଢିବା। ତ ପିଲାମାନେ, ତୁମେ ଜାଣିଛ ଦଶମ ଶତାବ୍ଦୀ ବେଳକୁ ଭାରତର ରାଜନୈତିକ ଅବସ୍ଥାରେ ବହୁ ଅସ୍ଥିରତା ଦେଖା ଦେଇଥିଲା। ଏହି ସମୟରେ କଣ ହଉଥିଲା ନା ବିଭିନ୍ନ ରାଜବଂଶର ରାଜାମାନଙ୍କ ମଧ୍ୟରେ ଯୁଦ୍ଧ ଆଉ କଳହ ଲାଗି ରହିଥିଲା। ତ ଏହାର ସୁଯୋଗ ନେଇକି ଭାରତର ଉତ୍ତର ପଶ୍ଚିମରୁ ତୁର୍କୀ ମାନେ ଭାରତକୁ ଆକ୍ରମଣ କରିଥିଲେ। ଆଉ ଯେଉଁ ସମସ୍ତେ ଭାରତକୁ ଆକ୍ରମଣ କରିଥିଲେ ସେମାନଙ୍କ ମଧ୍ୟରୁ ଗଜନୀର ସୁଲତାନ ମାମୁଦ ଥିଲେ ପ୍ରଥମ। ତ ବର୍ତ୍ତମାନ ଆମେ ମାମୁଦ ଗଜନୀଙ୍କ ଭାରତ ଆକ୍ରମଣ ବିଷୟରେ ଜାଣିବା। ଦଶମ ଶତାବ୍ଦୀରେ ଆଫଗାନିସ୍ତାନରେ ଅଲପ୍ତଗିନ୍ ଗଜନୀ ନାମକ ଗୋଟେ କ୍ଷୁଦ୍ର ରାଜ୍ୟ ସ୍ଥାପନ ହୋଇଥିଲା। 977 ଖ୍ରୀଷ୍ଟାବ୍ଦରେ ସାବୁକ୍ତଗିନ୍ ଏହାର ଶାସନକର୍ତ୍ତା ହୋଇଥିଲେ ଏବଂ ତାଙ୍କ ମୃତ୍ୟୁ ପରେ 997 ଖ୍ରୀଷ୍ଟାବ୍ଦରେ ମାମୁଦ ଗଜନୀ ସିଂହାସନ ଆରୋହଣ କରିଥିଲେ। ତମେ ଦେଖିପାରୁଥିବ ଚିତ୍ରରେ ମାମୁଦ ଗଜନୀ ତାଙ୍କ ସିଂହାସନ ଆରୋହଣ କରିବା ସମୟର ଚିତ୍ରକୁ ଏଠି ତମେ ମାନେ ଦେଖି ପାରୁଥିବ। ଗଜନୀକୁ ଏକ ଶକ୍ତିଶାଳୀ ରାଜ୍ୟରେ ପରିଗଣିତ କରିବା ପାଇଁ ସେ ଅନେକ ସ୍ୱପ୍ନ ମଧ୍ୟ ଦେଖିଥିଲେ। ସେ ମଧ୍ୟ ଏସିଆ ଜୟ କରି ଏକ ବିଶାଳ ସାମ୍ରାଜ୍ୟ ସୃଷ୍ଟି କରିବାର ସ୍ୱପ୍ନ ନେଇ 1000-1027 ଖ୍ରୀଷ୍ଟାବ୍ଦ ମଧ୍ୟରେ ଭାରତକୁ 17 ଥର ଆକ୍ରମଣ କରିଥିଲେ। କେତେ ଥର ଆକ୍ରମଣ କରିଥିଲେ ପିଲାମାନେ? 17 ଥର ଆକ୍ରମଣ କରିଥିଲେ। ସେଥିପାଇଁ ସେ ଏକ ବିଶାଳ ସୈନ୍ୟବାହିନୀ ଗଠନ କରିଥିଲେ, କାରଣ ଭାରତର ଧନରତ୍ନ ତାଙ୍କୁ ଅନେକ ପ୍ରଲୋଭିତ କରିଥିଲା। ମାମୁଦ ପଞ୍ଜାବ, ମୁଲତାନ, ଥାନେଶ୍ୱର ଆଦି ଅଧିକାର କରି ନିଜ ବୀରତ୍ୱର ପରିଚୟ ମଧ୍ୟ ପ୍ରଦାନ କରିଥିଲେ। ସେ ପଞ୍ଜାବକୁ ନିଜ ସାମ୍ରାଜ୍ୟରେ ମିଶାଇ ଦେଇଥିଲେ ଆଉ 1025 ମସିହାରେ ଗୁଜରାଟର ପ୍ରସିଦ୍ଧ ସୋମନାଥ ମନ୍ଦିରକୁ ଲୁଣ୍ଠନ କରି ଭାରତରୁ ଅନେକ ଧନରତ୍ନ ନେବା ସହିତ ହିନ୍ଦୁ ମନ୍ଦିରର ଧ୍ୱଂସ ଏବଂ ଇସଲାମ ଧର୍ମକୁ ରକ୍ଷା କରିବା ପାଇଁ ସେ ଚେଷ୍ଟା କରିଥିଲେ। ମାମୁଦ ଗଜନୀର ବହୁ ଉନ୍ନତି ସାଧନ କରିଥିଲେ। ତା ସହିତ ସେ ସେଠାରେ ଏକ ବିରାଟ ପାଠାଗାର ଓ ସୁନ୍ଦର ମସଜିଦ ମଧ୍ୟ ନିର୍ମାଣ କରିଥିଲେ। ତାଙ୍କ ଦରବାରରେ ଅନେକ ଜ୍ଞାନୀ ପଣ୍ଡିତଙ୍କୁ ସ୍ଥାନ ଦେଇଥିଲେ ଆଉ ସେଥିମଧ୍ୟରୁ ପାରସିକ କବି ଫିରଦୌସୀ ଥିଲେ ଅନ୍ୟତମ। ଆଉ ତୁମେ ମାନେ ଜାଣିଛ ପାରସୀର କବି ଫିରଦୌସୀ କଣ ଲେଖିଥିଲେ? ଠିକ କହିଛ, ସେ ଶାହାନାମା ଏକ ବିରାଟ ଗ୍ରନ୍ଥ ରଚନା କରିଥିଲେ। ମାମୁଦ ଆଲବେରୁଣି ନାମକ ଜଣେ ବିଦ୍ୱାନଙ୍କୁ ଭାରତ ସମ୍ପର୍କରେ ଜ୍ଞାନ ଆହରଣ କରିବାକୁ ପଠାଇଥିଲେ ଓ ସେ ଭାରତରେ ବହୁ ବର୍ଷ ରହି ଭାରତ ଉପରେ ଏକ ସୁନ୍ଦର ପୁସ୍ତକ ତହକିକ୍-ଇ-ହିନ୍ଦ ଅର୍ଥାତ୍ ଭାରତ ବିଷୟରେ ଯାହା ସତ୍ୟ ତାହା ରଚନା କରିଥିଲେ। ମାମୁଦ ଗଜନୀ 1030 ଖ୍ରୀଷ୍ଟାବ୍ଦରେ ମୃତ୍ୟୁବରଣ କଲେ। ଏହାପରେ ତାଙ୍କର ବଂଶଧର ସବୁ ଦୁର୍ବଳ ହୋଇ ପଡିଥିଲେ, ଯାହା ଦ୍ୱାରା ତାଙ୍କ ଗଜନୀ ରାଜ୍ୟର ପତନ ଘଟିଥିଲା। ଆଚ୍ଛା ପିଲାମାନେ, ତୁମେ ଜାଣିଛ କି ମାମୁଦ ତାଙ୍କ 17 ଥର ଭାରତ ଆକ୍ରମଣ ମଧ୍ୟରେ ଭାରତର ଆହୁରି ଅନେକ ରାଜ୍ୟ ଉପରେ ଆକ୍ରମଣ କରିଥିଲେ।
କହିଲ ଦେଖି ସେ କେଉଁ କେଉଁ ରାଜ୍ୟକୁ ଆକ୍ରମଣ କରିଥିଲେ? ହଁ, ଠିକ କହିଛ। ସେ କାଶ୍ମୀର, ବଙ୍ଗ, ବୁନ୍ଦେଲଖଣ୍ଡ, ମାଳବ ଓ ଆଜମୀର ଇତ୍ୟାଦି ରାଜ୍ୟ ସବୁକୁ ଆକ୍ରମଣ କରିଥିଲେ। ଆଚ୍ଛା କହିଲ, ସୋମନାଥ ମନ୍ଦିରର ଆକ୍ରମଣ ବେଳେ ଗୁଜରାଟର କେଉଁ ରାଜା ରାଜ୍ୟ ଛାଡି ପଳାୟନ କରିଥିଲେ? ହଁ, ଠିକ କହିଛ। ଭୀମଦେବ ନିଜ ରାଜ୍ୟ ଛାଡି ପଳାୟନ କରିଥିଲେ। ଆଚ୍ଛା ପିଲାମାନେ, ବର୍ତ୍ତମାନ କହିଲ, କେଉଁ ମନ୍ଦିର ଗୁଜରାଟର କାଠିଆୱାଡ ସମୁଦ୍ର କୂଳରେ ଅବସ୍ଥିତ ଥିଲା? ହଁ, ଠିକ ଉତ୍ତର, ସୋମନାଥ ମନ୍ଦିର। ଆଚ୍ଛା ବର୍ତ୍ତମାନ କହିଲ, ମାମୁଦକୁ କିଏ ଇସଲାମ ଧର୍ମର ରକ୍ଷକ ବୋଲି ସମ୍ମାନିତ କରିଥିଲେ? ଆରେ ବାଃ, ଠିକ ଉତ୍ତର, ବାଗଦାଦର ଖଲିଫା ତାଙ୍କୁ ଇସଲାମ ଧର୍ମର ରକ୍ଷକ ବୋଲି ସମ୍ମାନିତ କରିଥିଲେ। ବର୍ତ୍ତମାନ ଆମେ ମହମ୍ମଦ ଘୋରୀଙ୍କ ଭାରତ ଆକ୍ରମଣ ବିଷୟରେ ଆଲୋଚନା କରିବା। ଦ୍ୱାଦଶ ଶତାବ୍ଦୀର ଶେଷ ଆଡକୁ ଘୋର ରାଜ୍ୟର ଶାସକ ମହମ୍ମଦ ଘୋରୀ ଭାରତ ଆକ୍ରମଣ କରିଥିଲେ। ତାଙ୍କର ଲକ୍ଷ୍ୟ ଥିଲା ଭାରତକୁ ଜୟ କରି ନିଜ ରାଜ୍ୟ ସହିତ ମିଶାଇବା ତଥା ଭାରତର ଧନରତ୍ନକୁ ଚୋରି କରିବା ଥିଲା ତାଙ୍କର ଉଦ୍ଦେଶ୍ୟ। ଆଉ ସେ ଭାରତର ଧନରତ୍ନ ଭାରତ ଆକ୍ରମଣ କରିବା ପାଇଁ ତାଙ୍କୁ ପ୍ରେରଣା ଯୋଗାଇଥିଲା। ମହମ୍ମଦ ଘୋରୀ 1175 ଖ୍ରୀଷ୍ଟାବ୍ଦରେ ମୁଲତାନ ଅଧିକାର କରି ଭାରତ ଆକ୍ରମଣ ପାଇଁ ପଥ ପ୍ରସ୍ତୁତ କରିଥିଲେ। ଏହାପରେ ସେ ସିନ୍ଧୁ ପ୍ରଦେଶ ଓ ପଞ୍ଜାବ ଅଧିକାର କରି ଦିଲ୍ଲୀ ଆଡକୁ ଅଗ୍ରସର ହେଲେ। ସେହି ସମୟରେ ଆମ ଭାରତର ରାଜା ବା ଆମ ଦିଲ୍ଲୀର ରାଜା କିଏ ଥିଲେ ଜାଣିଛ? ପୃଥ୍ୱୀରାଜ ଚୌହାନ, ଯିଏକି ସମସ୍ତ ରାଜପୁତ ମାନଙ୍କୁ ଏକାଠି କରିକି ସେମାନଙ୍କ ସହାୟତାରେ ମହମ୍ମଦ ଘୋରୀଙ୍କୁ 1191 ଖ୍ରୀଷ୍ଟାବ୍ଦରେ ତିରୋରୀ ଠାରେ ପରାସ୍ତ କରିଥିଲେ। ଏହାକୁ ପ୍ରଥମ ତିରୋରୀ ଯୁଦ୍ଧ ବୋଲି ମଧ୍ୟ କୁହାଯାଏ। ତ ବର୍ତ୍ତମାନ ତୁମେ ଜାଣିଛ କି ପିଲାମାନେ, ମହମ୍ମଦ ଘୋରୀଙ୍କର ଅନ୍ୟ ନାମ କଣ ଥିଲା? ହଁ, ଠିକ କହିଛ, ସାହାବ ଉଦ୍ ବିନ୍ ମହମ୍ମଦ ବୋଲି ତାଙ୍କ ନାମ ଥିଲା। ତାଙ୍କୁ ସାହାବ ଉଦ୍ ବିନ୍ ମହମ୍ମଦ ବୋଲି ମଧ୍ୟ କୁହାଯାଉଥିଲା। ମହମ୍ମଦ ଘୋରୀ ପୁଣି ଥରେ 1192 ଖ୍ରୀଷ୍ଟାବ୍ଦରେ ଭାରତ ଆକ୍ରମଣ କରି ଦ୍ୱିତୀୟ ତିରୋରୀ ଯୁଦ୍ଧରେ ପୃଥ୍ୱୀରାଜ ଚୌହାନଙ୍କୁ ପରାସ୍ତ କରି ଦିଲ୍ଲୀକୁ ଅଧିକାର କରିଥିଲେ। ତ ଏହା ଦେଖିକି କନୌଜର ରାଠୋର ବଂଶୀୟ ଶାସକ ଜୟଚନ୍ଦ୍ର ରାଜପୁତ ମାନଙ୍କୁ ଏକାଠ କରି ଚନ୍ଦୱାରା ବା ଚାନ୍ଦେରୀ ଠାରେ ମହମ୍ମଦ ଘୋରୀଙ୍କ ସହ ଯୁଦ୍ଧ କରି ପରାସ୍ତ ହୋଇଥିଲେ। ଏହାପରେ ମହମ୍ମଦ ଘୋରୀ ଭାରତରୁ ବିପୁଳ ଧନରତ୍ନ ନିଜ ଦେଶକୁ ନେଇଯାଇଥିଲେ। ତାଙ୍କର ମୁଖ୍ୟ ସେନାପତି କୁତବୁଦ୍ଦିନ ଆଇବାକ ବୁନ୍ଦେଲଖଣ୍ଡ, କାଲିଞ୍ଜର ଏବଂ ମାହୋବା ଇତ୍ୟାଦି ଅଞ୍ଚଳ ମଧ୍ୟ ଅଧିକାର କରିଥିଲେ। ତାଙ୍କର ଅନ୍ୟତମ ସେନାପତି ଇଖ୍ତିୟାର ଉଦ୍ଦିନ ଖିଲଜୀ ବଙ୍ଗ ଏବଂ ବିହାର ଅଧିକାର କରିଥିଲେ। ମହମ୍ମଦ ଘୋରୀ 1206 ଖ୍ରୀଷ୍ଟାବ୍ଦରେ ଲାହୋର ଠାରେ ମୃତ୍ୟୁବରଣ କରିଥିଲେ। ବର୍ତ୍ତମାନ ପିଲାମାନେ, ତୁମ ପାଇଁ ଆଉ କିଛି ଜାଣିବାର ଅଛି। ଆଚ୍ଛା କହିଲ ତୁମେମାନେ, ମହମ୍ମଦ ଘୋରୀଙ୍କର ମୁଖ୍ୟ ସେନାପତି କୁତବୁଦ୍ଦିନ ଆଇବାକ ଦିଲ୍ଲୀରେ କେଉଁ ବଂଶ ଶାସନ ପ୍ରତିଷ୍ଠା କରିଥିଲେ? ହଁ, ଠିକ କହିଛ, ଦାସ ବଂଶର ଶାସନ ସିଏ ପ୍ରତିଷ୍ଠା କରିଥିଲେ।
ତେବେ ପିଲାମାନେ କହିଲ ଦେଖି, ମାମୁଦ କେଉଁ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ? ହଁ, ଠିକ୍ କହିଛ। 997 ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ। ବର୍ତ୍ତମାନ ଦ୍ୱିତୀୟ ପ୍ରଶ୍ନ, ମାମୁଦ 1000 ଖ୍ରୀଷ୍ଟାବ୍ଦରୁ 1027 ଖ୍ରୀଷ୍ଟାବ୍ଦ ମଧ୍ୟରେ କେତେ ଥର ଭାରତକୁ ଆକ୍ରମଣ କରିଥିଲେ? ହଁ, ଠିକ୍ କହିଛ। 17 ଥର ଭାରତକୁ ଆକ୍ରମଣ କରିଥିଲେ। ତୃତୀୟ ପ୍ରଶ୍ନ, ପ୍ରଥମ ତିରୋରୀ ଯୁଦ୍ଧ କାହା କାହା ମଧ୍ୟରେ ହୋଇଥିଲା? ଭେରି ଗୁଡ୍। ମହମ୍ମଦ ଘୋରୀ ଓ ପୃଥ୍ୱୀରାଜ ଚୌହାନଙ୍କ ମଧ୍ୟରେ ହୋଇଥିଲା। ବର୍ତ୍ତମାନ କହିଲ ଦେଖି, କେଉଁ ଖ୍ରୀଷ୍ଟାବ୍ଦରେ ଦ୍ୱିତୀୟ ତିରୋରୀ ଯୁଦ୍ଧ ହୋଇଥିଲା? ଭେରି ଗୁଡ୍। 1192 ଖ୍ରୀଷ୍ଟାବ୍ଦରେ ଦ୍ୱିତୀୟ ତିରୋରୀ ଯୁଦ୍ଧ ହୋଇଥିଲା। ଧନ୍ୟବାଦ ପିଲାମାନେ। ଆଜି ପାଇଁ ଏତିକି। ଆମେ ପରବର୍ତ୍ତୀ ସମୟରେ ଏହା ଉପରେ ଅଧିକ ଆଲୋଚନା କରିବା।